आज्ञा बुझिपारे सर आज्ञा आम क्लीन वाटर कि एंटी पोल्यूशन टाକୁ रेकमेंड करूचे आज्ञा धरतु सर आम पाखरे जनक पाखरे माने एते धर सफिशिएंट बैलेंस नाही आज्ञा आम तुलसी बा गोल्ड तुलसी रेकमेंड करि परिबा आज्ञा आमर सबुठु भलो कारण प्रोडक्ट से भी हला तो एंटी पोल्यूशन करूची नाही आज्ञा आमर सबुठु भलो प्रोडक्ट हला एंटी पोल्यूशन हाँ ना मो कहबा କଥା ଜଣକ ପାଖରେ ଆମେ ଧର ଯୋଉ କ୍ଲିନ ଏୟାର କ୍ଲିନ ୱାଟର ବା ହାଇଜେନିକ ଫୁଡ ତିନିଟା ରହୁଛି आज्ञा ଏଇ କମ୍ପୋଜିସନ ଆମେ ଦେଲା ବେଳକୁ ଜଣଙ୍କର ବଜେଟ ଟା ହାଇ ହେଇଯାଉଛି आपण ତେଣୁ ଆମେ ସେ କ୍ଲିନ ଏୟାର ଯୋଉ ଯୋଉ ମାନେ ପଞ୍ଚ ତୁଳସୀ ବା ଗୋld ତୁଳସୀ ଆଡ୍ କରିପାରିବା। हाँ पंच तुलसी दे पारिबे आपण मल्टीविटामिन दे पारिबे आउ ହଁ प्रोटीन गुटे दे पारिबे ହଁ ହଁ। ଆଉ ଯୋଉ ରହୁଛି ସାର୍ ଏଇ ଯେ କ୍ଲିୟର ୱାଟର ପାଇଁ କି ଆପଣ ଆଲକାଲାଇନ ୱାଟର ପ୍ୟୁରିଫାୟର ରଖିଲେ ଆମେ ସେ ଜାଗାରେ ଅଲଗା ଆମର ପ୍ରଡକ୍ଟ ଯେମିତି କି ହିଲିଂ ସ୍ପ୍ରେ ତାକୁ ଆଡ୍ କରିପାରିବା କି? ସେଇଟା କେବଳ ଆଲକାଲାଇନ କରିବ ପାଣିଟାକୁ ଫିଲ୍ଟର କରିପାରିବନି ତେଣୁକି ହଁ 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 ଆପଣଙ୍କର କମ ଦାମର ନିହାତି ଆମର ଗୋଟେ ଫିଲ୍ଟର ରଖିବା ପାଇଁ ପଡ଼ିବ ଆଉ ସେଇ ହଁ ଫିଲ୍ଟରର ପାଣିଟାକୁ ଆମେ ହଁ ଆମର ତାଠୁ ବି କମ ଦାମରେ ଆମର ଆଲକାଲାଇନ କରିହେବ ନିଜ ଘରେ ଆମେ କରିପାରିବା ସେଇଟା ଆମେ ହଁ ପ୍ରୋସେସଟା କହୁଛୁ ଲୋକଙ୍କୁ ସେଇଟା ଆପଣ କଲେ ମିନିମମ୍ ଫିଲ୍ଟରଟା ଦରକାର ସବୁଠୁ ମୁଁ କହିଲି ଆମର ଇଜି କମ ପଇସାରେ ଆମେ ଯୋଉଟାକି ଆମର ଭଲ ଜିନିଷଟା ଆମେ ବ୍ୟବହାର କରିବା ପାରିବା ପାଇଁ ମୁଁ ରେକମେଣ୍ଡ କଲି ଆଉ ସାର୍ ଠିକ ଯୋଉ ଚାଗା ଟେବଲେଟ ରହୁଛି ଚାଗା ଟେବଲେଟ ର ଆକ୍ଚୁଆଲି ସାର୍ 9 ପ୍ରୋଟିନ 11 ଭିଟାମିନ 13 ମିନେରାଲ୍ସ ଏଡ୍ ରହୁଛି କି ସାର୍? ଆଜ୍ଞା ରହୁଛି ଭଲ ହଁ ନ୍ୟୁଟ୍ରିସନଟା କିନ୍ତୁ ହଁ ହଁ ସେଠି ଏଇ ଯୋଉ ମଲ୍ଟିଭିଟାମିନ୍ ପ୍ରଡକ୍ଟଟା ଆଉ ଯୋଉଟା ଆମର ହଁ। ଡେଲି ପ୍ଲସ୍ ଯେମିତି ରହୁଛି ତାଠୁ ହଁ ହଁ। ସେଟା ଆଉ ଟିକେ ପାୱାରଫୁଲ ରହୁଛି ଆଉ ନା ନା ଆକ୍ଚୁଆଲି ସାର୍ କିନ୍ତୁ ତ ସେଥିରେ ଚାଗାରେ କଣ ଇଏ ରହୁଛି ନା ଆମର ଯୋଉ 9 ଏମିନୋ ଏସିଡ ଟା ରହୁଛି କି? ସେଇଟା ରହୁଛି କିନ୍ତୁ ସଫିସିଏଣ୍ଟ ରହୁନି ସେଇଟା ହଁ ସ୍ପେଶାଲି କି ଯଦି 9 ଆମିନୋ ଏସିଡ୍ ଆମେ କହୁଛୁ 9 ଆମିନୋ ହୁଁ ଏସିଡ୍ରେ କୌଣସି ପ୍ରଡକ୍ଟରେ ଆମର ସେମାନେ ଲେଖି ପାରୁନାହାନ୍ତି ଯେମିତି ହୁଁ ଆମର ହୁଁ ଡେଲି ଡେଲି ବି କୁହାହଉଛି ଯେ ଆମର ୱାର୍ଲଡରେ କୌଣସି ଏମିତି ପ୍ରଡକ୍ଟ ନାହିଁ ମୋ ଜାଣିବାରେ ଯୋଉଠିକି ହୁଁ ପିଓରଲି 9 ପ୍ରକାର ଆମିନୋ ଏସିଡ୍ ଆଉ 11 ପ୍ରକାର ଭିଟାମିନ୍ ଆଉ 13 ପ୍ରକାର ମିନେରାଲ ହୁଁ ମହଜୁଦ ହେଇଥିବାର ବର୍ତ୍ତମାନ ସୁଦ୍ଧା ସେମିତି ପ୍ରଡକ୍ଟ ଆମେ ପାଇନୁ ହୁଁ କିନ୍ତୁ ହୁଁ। ଆମେ ସେଟାକୁ ରେକମେଣ୍ଡ କରିପାରିବା ଗୋଟେ ଲୋକ ଭଲ ଏମିତି ଖାଇବା ପାଇଁ ଯଦି ତା ପାଖରେ କମ ପଇସା ଅଛି ତାହେଲେ ମଲ୍ଟିଭିଟାମିନ୍ ଦେଇପାରିବା ନା ଯଦି ଆମ ସାର୍ ଭିଟାମିନ ଯୋଉଟା ରହିଲା ସାର୍ 11 ପ୍ରକାର ଭିଟାମିନ ଆମେ ମଲ୍ଟି ଭିଟାମିନ ରୁ ପାଇଯାଉଛେ ଆଜ୍ଞା ମିନେରାଲ ରହିଲା ସିଟିଏମଡି କେଏମଡି ରୁ ପାଉଛେ ଆଜ୍ଞା କିନ୍ତୁ ଏଇ ଯେ 9 ପ୍ରକାର ଏମିନୋ ଏସିଡ ଟା ସେଇଟା ଆମର କଣ ଆଲୋଭେରାରେ ରହୁଛି କି? ନାଇଁ ସେଇଟା ଆଲୋଭେରା ହଉ ବା ହଁ ଚାଗାରେ ଆଲୋଭେରାରେ ହଉ ରହୁଛି ଏଗୁଡା ଆଲୋଭେରାରେ ରହୁଛି ଆଲୋଭେରାରେ ତାହେଲେ ରହୁଛି ଯଦି ଆମେ ଗୋଟେ ଲୋକକୁ ପ୍ରପର ଫୁଡ ପାଇଁ କି ଆମେ ଯଦି ଆଲୋଭେରା ଦଉଛେ ଆଲୋଭେରା ଦେଲେ ବଡି କ୍ଲିନଜିଂ ବି ହେଇଯିବ ତା ସହିତ ଯୋଉ ମଲ୍ଟିଭିଟାମିନ ଆଉ ସିଟିଏମଡି ବା କେଏମଡି ଦେଲେ ତ ହଁ ସେଇଟା ହେଇଯାଉଛି। ହଉଛି ହଁ ସେଇଟା ରେଗୁଲାର ପ୍ରୋସେସରେ ରେଗୁଲାର ସିଏ ଖାଇବା ପାଇଁ ପଡ଼ିବ ଗୋଟେ ଆଲୋଭେରା ଖାଇଦେଲେ ସେ ଭାବିଦେବ ଯେ ମୋର ସବୁ ଠିକ୍ ହେଇଯିବ ହେବନି କାହିଁକି ବହୁତ ହଁ କମ ଆକାରରେ ରହୁଛି ସେଠି ସବୁ ଯାକ ମିଶିକି ବ୍ଲେଣ୍ଡ ହେଇକି ଅଛି ତା ହଁ ରେଗୁଲାର ତାକୁ ଖାଇବା ପାଇଁ ପଡ଼ିବ ଠିକ୍ ଅଛି ହଁ ଆଉ ସାର୍ ଆଉ ଗୋଟେ କ୍ୱେଶ୍ଚନ ରହୁଛି ଆଜ୍ଞା ଯୋଉ ଆମେ ଆଲୋଭେରା ଦଉଛେ ଆଜ୍ଞା ଆକ୍ଚୁଆଲି କମ୍ପାନୀ ଯୋଉ ହିସାବରେ ଲେଖୁଛି ଆଜ୍ଞା ସେ ହିସାବରେ ଦେଲା ବେଳକୁ ଲୋକମାନଙ୍କର କଣ ଆସୁଛି ନା ଆମେ ଯଦି ମାନେ ହାଲକା ଉଷୁମ ପାଣିରେ ଦଉଛେ ବା ପ୍ଲେନ ପାଣିରେ ଦଉଛେ ଆଜ୍ଞା ତାହେଲେ ଆକ୍ଚୁଆଲି ଥଣ୍ଡା ଟିକେ ଟିକେ ଲୋକମାନଙ୍କୁ ହଉଛି ବହୁତ ଜାଗାରେ ମାନେ ଏମିତି ପ୍ରୋବ୍ଲେମ ବି ମୁଁ ଫେସ୍ କରିଛି ଆଜ୍ଞା ଯେମିତି ବହୁତ ଜଣଙ୍କ ସାଙ୍ଗେ ସାଙ୍ଗେ 2ଟା ଡୋଜ ମାନେ 2 ଦିନ ଖାଇଲା ପରେ ମୁହଁ ବି ଫୁଲି ଯାଉଛି ଆଜ୍ଞା ତେଣୁ ଆକ୍ଚୁଆଲି ଆଲୋଭେରା ଟେକିଂ ର ଆକ୍ଚୁଆଲି ପ୍ରୋସିଡିୟର ଟା କଣ ଡାଇରେକ୍ଟ ନବ ନା କେମିତି କଣ? ଆଲୋଭେରାର ଖାଇବାର ନିୟମ ହେଲା ସକାଳୁ ଉଠିଲେ ଆପଣ 2 ଗ୍ଲାସ ପାଣି ପିଇବେ ଆଉ ହଁ କେମଡି ଖାଇବେ ଆଗେ ଉଠିଲା ମାନେ ହଁ 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 ତାପରେ ମିନିମମ୍ ଅଧା ଘଣ୍ଟା ଗ୍ୟାପ୍ ଦେବେ ଝାଡ଼ା ପରିସ୍ରା ଯାଇକି ପୁରା କ୍ଲିନ୍ ହେଇଯିବେ ତାପରେ ହଁ, ଅଲୋଭେରା ଗୋଟେ ଠିପି ଖାଇବେ ଡାଇରେକ୍ଟ କିଛି ଆଜ୍ଞା ମିଶେଇବେ ନାହିଁ ଆଜ୍ଞା ଯଦି କିଛି ମିଶଉଛନ୍ତି ତାହେଲେ ତାର ସିଏ ଓଲଟା କାମ କରିବ ସେଇଥିପାଇଁ ଆଜ୍ଞା ବାରମ୍ବାର ମୁଁ କହୁଛି ଅଲୋଭେରାଟା ସିଏ କୋଉଥିପାଇଁ ଖାଇବ ସେଇଟା ଆଗେ ହଁ। ଜାଣିବା ଦରକାର ନା ନା ମୁଁ ସାଧାରଣତଃ ସାର୍ ଚାହୁଁଛି ଯୋଉ ଆଲୋଭେରା ଆମେ ସାଧାରଣତଃ ନର୍ମାଲ ମ୍ୟାକ୍ସିମମ୍ ଖାଇବା ଜାଗାରେ ପାଇଁ ଆମେ ମାନେ ଡାଇଜେସନ ଓରିଏଣ୍ଟେଡ ପାଇଁ କି ଦଉଛେ ଯୋଉଟା ମାନେ କି ବଡି କ୍ଲିନଜିଂ ପାଇଁ କି ଆଜ୍ଞା ଆକ୍ଚୁଆଲି ତାର ପ୍ରୋସିଡିୟର ଟା କେମିତି? ପ୍ରୋସିଡିଓରଟା ହେଉଛି ଏଇଟା ସକାଳୁ ଉଠିବେ ଉଷୁମ ପାଣି 2 ଗ୍ଲାସ ପିଇବେ କେଏମଡି ହଁ କିମ୍ବା ସିଟିଏମଡି ପିଇବେ ତାର ଝାଡ଼ା ଝପଟ ଯାଇ ସାରିକି ତାପରେ ଅଧଘଣ୍ଟା ପରେ ଯାଇକି ଗୋଟେ ଠିପି ଖାଇବେ ଗୋଟେ ଠିପି ଖାଇ ସାରିଲା ପରେ କିଛି ମିଶେଇବେନି ପୁଣି ହଁ ଅଧଘଣ୍ଟା ପରେ ଯାଇକି ଅଲଗା ନ୍ୟୁଟ୍ରିସନ କିମ୍ବା ଅଲଗା ଯାହା କରିବା କଥା ଅଲୋଭେରା ପିଇବାର
ଆଗକୁ ହୁଁ ଅଧଘଣ୍ଟା ପଛକୁ ଅଧଘଣ୍ଟା ଗାଧେଇବେ ନାହିଁ କିମ୍ବା ଗାଧେଇ ଆସିକି ସାରିକି ପିଇବେ ନାହିଁ। ପାଣି ୟୁଜ ହବ ନାହିଁ, ଟୋଟାଲ ପାଣି ପାଣି ୟୁଜ ହବ ୟୁଜ ନାହିଁ। ହବ ନାହିଁ। ଆଜ୍ଞା। ଆଜ୍ଞା ଆଜ୍ଞା ତାହେଲେ ଆଜ୍ଞା। ଯାଇକି ତାଙ୍କର ଯଦି ଥଣ୍ଡା ଥିବ ତାହେଲେ ହୁଁ ତାଙ୍କୁ କଣ କରାହବ, ଗୋଟେ ଠିପି ହୁଁ ପୁରା ଗରମ ପାଣି ମାନେ ଚା ଭଳିଆ ଗରମ, ହୁଁ ହୁଁ। ଗୋଟେ ଠିପି ଗରମ ପାଣି ଆଉ ଗୋଟେ ଠିପି ଅଲୋଭେରା ମିଶେଇକି ସେ ପୁରା ଗରମ ଗରମ ପିଇବେ। ବେଶୀ ପାଣି ଦେଲେ ସେ ଓଲଟା କାମ କରିବ। ଠିକ ଅଛି ଠିକ ଅଛି ସାର୍। ଆଜ୍ଞା। ହୁଁ ଏଇଟା ହେଲା ନିୟମ। ହୁଁ ହୁଁ ହୁଁ। ଆଜ୍ଞା। ଠିକ ଅଛି। ଆଉ କାହାର କଣ ସେମିତି କାହାର ଅଛି? ଆଉ କାହାର କଣ ଅଛି କୁହନ୍ତୁ? ଯାହା ବି ଡାଉଟ୍ ଅଛି ସେଇଟା କହିଯାଆନ୍ତୁ। ଆଉ ଅଛି ଆମ ପାଖରେ 5-10 ମିନିଟ୍ ଟାଇମ୍। ଆଚ୍ଛା ସାର୍, ଆଉ ଗୋଟେ କଥା ମୋର ପଚାରିବାର ଥିଲା, ଯୋଉ ଆଜ୍ଞା ଆମେ ପ୍ରୋଟିନ ଟା ଦଉଛେ ଜଣକୁ, ଆଜ୍ଞା ବୁଝିପାରିଲେ ସାର୍, ଆଜ୍ଞା ତାର ଆକ୍ଚୁଆଲି ଆମେ ଏଇ ସପ୍ଲିମେଣ୍ଟ ଦେଲା ପରେ ପ୍ରପରଲି ଡାଇଜେଷ୍ଟ ହଉନାହିଁ ଆଜ୍ଞା ଗୋଟେ ଜାଗାରେ, ଆଜ୍ଞା ଇନ କେୟାର। ଆଜ୍ଞା ସିଏ ଯଦି ସେ ପ୍ରପରଲି ତାର ୱାର୍କଆଉଟ ପ୍ରୋସିଡିଓର ତାକୁ ମେଣ୍ଟେନ କରୁନଥିଲା, ବର୍ତ୍ତମାନ ଧରାଯାଉ ତାକୁ ଆମେ 9 ପ୍ରକାର ପ୍ରୋଟିନ, 11 ପ୍ରକାର ଭିଟାମିନ ମିନେରାଲ ଏସବୁ ଦେଲେ, ଆଜ୍ଞା କିନ୍ତୁ ପ୍ରୋବ୍ଲେମ କରେଇବ ପ୍ରୋଟିନ ଟା। ତେଣୁ ଯିଏ ଆଜ୍ଞା ଯଦି ପ୍ରପରଲି ୱାର୍କଆଉଟ ଟା କରୁଥିବ, ହ୍ୟାଲୋ ତାହେଲେ ହ୍ୟାଲୋ ସେ ଜାଗାରେ ପ୍ରୋଟିନ ଦେଲା ପରେ ସେ ଇଜିଲି ଆବଜର୍ବ ହେଇପାରିବ ନା ନାହିଁ ସାର୍? ହଁ, ତାର ଲିଭରଟାକୁ ଦେଖିବା ପାଇଁ ପଡିବ। ହଁ ପ୍ରୋଟିନ ସାର୍, ଲିଭର ପାଇଁ କି ଆମେ ତାକୁ ଦଉଛେ, ଲିଭର ପାଇଁ ଦେଲେ, ଲିଭର ପାଇଁ ଦେଲା ପରେ ବି ସେ ନାଇଟ୍ରୋଜେନ କ୍ରିଏଟ ହଉଛି, ମାନେ ତାଙ୍କର ଇନଡାଇଜେସନ, ମାନେ ଯୋଉଟା ବାୟୁ ବାହାରୁଛି। ତେଣୁ ଆଜ୍ଞା ସେ ଆଜ୍ଞା ଜାଗାରେ ସେ ସେଇଟା ଯଦି ସେଇଟା ପ୍ରପରଲି ୱାର୍କଆଉଟ ଟାକୁ, ତାଙ୍କର ଲାର୍ଜ ଇଣ୍ଟେଷ୍ଟାଇନ ର ପ୍ରୋବ୍ଲେମ ରହୁଛି, ବୁଝିଲେ। ଆଜ୍ଞା ଆଜ୍ଞା ସେ ଆଜ୍ଞା। ଲାର୍ଜ ଇଣ୍ଟେଷ୍ଟାଇନ ର ପ୍ରୋବ୍ଲେମ ରହୁଛି, ସେଟାକୁ ଆମକୁ ସଲ୍ଭ କରିବା ପାଇଁ ତାକୁ ପଡିବ। ସେ ହୁଁ ଲାର୍ଜ ଇଣ୍ଟେଷ୍ଟାଇନ ଟା କିମ୍ବା ଆମର ସ୍ମଲ ଇଣ୍ଟେଷ୍ଟାଇନ ର ପ୍ରୋବ୍ଲେମ ଟା ଯଦି କ୍ରିଏଟ ହଉଛି, ତାହେଲେ ହୁଁ ହୁଁ। ଯାଇକି ଆପଣଙ୍କର ବାୟୁ ତିଆରି ହେବ, ଯୋଉଟା କି ଆମର ଏସିଡିଟି ବୋଲିକି ଆମେ ବି କହୁଛୁ। ହଁ, ତାଙ୍କୁ ଯଦି ଆଲୋଭେରା ଯଦି ବି ଦିଆଯାଉଛି ସାର୍, ଆମେ ଆକ୍ଚୁଆଲି ବହୁତ ଜାଗାରେ ଆମେ ଆଲୋଭେରା ଦଉନୁ କଣ ପାଇଁ ନା, କମ୍ପାନୀ ଯୋଉ ହିସାବରେ ଲେଖୁଛି ବା କମ୍ପାନୀର ଯୋଉ ରିସର୍ଚ୍ଚର ମାନଙ୍କୁ ପଚାରିଥିଲି, ଆଜ୍ଞା। ସେମାନେ ଯୋଉ ପ୍ରୋସିଡିଓର ଦଉଛନ୍ତି, ସେ ପ୍ରୋସିଡିଓର ଆକ୍ଚୁଆଲି ପ୍ରୋବ୍ଲେମ କ୍ରିଏଟ ନାଇଁ, ସେ ହେଇଛି। ପ୍ରୋସିଡିଓର ଦେବେନି। ଆମର ଏଇ ଯୋଉ ପ୍ରୋସିଡିଓର ଅଛି, ଏ ଆଜ୍ଞା ପ୍ରୋସିଡିଓରରେ ଆପଣଙ୍କ ରେଜଲ୍ଟ ମିଳିବ। ଆଉ ଯୋଉମାନେ ଆଜ୍ଞା। ଏହାର ଟିକେ ବ୍ୟତିକ୍ରମ କରିବେ, ତାଙ୍କୁ ହିଁ ହୁଁ, ଅସୁବିଧା କରିବ, ନହେଲେ ଆଜ୍ଞା କେବେ ଆଜ୍ଞା। ଅସୁବିଧା କରିବ ନାହିଁ ଆମର ଏଇଟା। ଓକେ 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 ସାର୍। ଠିକ ଅଛି। ଠିକ ଅଛି। ଆଜ୍ଞା ଥ୍ୟାଙ୍କ ୟୁ ସାର୍। ଆଜ୍ଞା। ଆଉ କାହାର କଣ ଅଛି? କିଛି ବି କ୍ୱେଶ୍ଚନ ଅଛି ପଚାରି ଯାଆନ୍ତୁ। ହ୍ୟାଲୋ। ଆଜ୍ଞା, କୁହନ୍ତୁ ସାର୍। ଆଜ୍ଞା, ତୁଳସୀ ଟା ତାର କିଛି ଅନ୍ୟ କୋଉ ପେସେଣ୍ଟ କୁ ଦେବା, କୋଉ ପେସେଣ୍ଟ କୁ ନେଇ ଦେବାର ତାର ନିୟମ କାନୁନ ଅଛି କି ନାହିଁ? କୋଉଟା? ତୁଳସୀ, ଗୋଲ ତୁଳସୀ ହଁ, ଯଦି ତୁଳସୀ ସବୁ ଖାଇପାରିବେ, କିନ୍ତୁ ତୁଳସୀରେ ସେମିତି ପ୍ରୋବ୍ଲେମ ଆସିବନି। ତୁଳସୀର ଡୋଜ ଟା ମାନେ 5-5-10 ଯଦି ଖାଇବେ, ତାହେଲେ କୌଣସି ଲୋକକୁ ସାଇଡ ଇଫେକ୍ଟ କିଛି ଦେଖେଇବ ନାହିଁ। ଯଦି ତୁଳସୀର ଆଜ୍ଞା, ଡୋଜ ସେଇ ଅଧିକା, ଗୋଲ ତୁଳସୀର କଥା କହୁଛି, ହଁ 30 ml ର କଥା। ହଁ, ସେ ଗୋଲ୍ଡ ତୁଳସୀରେ ବି କିଛି ପ୍ରୋବ୍ଲେମ କରିବ ନାହିଁ, କିନ୍ତୁ ପାଞ୍ଚ ତାର ଡୋଜ ପାଞ୍ଚ କେମିତି? ଆଜ୍ଞା, ତାର ଡୋଜ କେମିତି? ସକାଳ ସଞ୍ଜୟ ଖାଲି ପେଟେ କି କଣ? ସେଇଟା ଆପଣଙ୍କର ଗରମ ପାଣି ଗୋଟେ ଗ୍ଲାସ ନେଇଯିବେ, ସେଇଠି ଆପଣ 5 ଡ୍ରପ ପକେଇବେ, ତାହେଲେ ପିଇବେ। ଏଇଟା ହଉଛି ନର୍ମାଲ ୟୁଜ୍ ପାଇଁ। ଯଦି ତାକୁ ଆପଣ ତଣ୍ଟି ଖିଚ ଖିଚ ହଉଛି, ତାହେଲେ 5-10 ଡ୍ରପ ଡାଇରେକ୍ଟ ମୁହଁରେ ପକେଇବେ। କିଛି ସମୟ ସେଟାକୁ ଗିଳିବେ ନାହିଁ, ପାଟିରେ ହିଁ ଜିଭରେ ହିଁ ରଖିଥିବେ। ତାହେଲେ ପାଟି ଯୋଉ ତଣ୍ଟି ଯୋଉ ଖିଚ ଖିଚ ହଉଥିବ, ସେଟା ଧୀରେ ଧୀରେ ପଳେଇବ। ଏଇଟା ହଉଛି ତାର ନିୟମ। କିମ୍ବା ସେ ଯଦି ଚା ପିଉଛନ୍ତି, ନାଲି ଚା ରେ 5 ଟୋପା ରୁ 7 ଟୋପା ଭିତରେ ପକେଇଲେ, ତାଙ୍କୁ ଥଣ୍ଡା ଯୋଉ ଆମର ଲଙ୍ଗସ ପ୍ରୋବ୍ଲେମ ହଉଥିବ, ସେ ଲଙ୍ଗସ ପ୍ରୋବ୍ଲେମ ଟା ଧୀରେ ଧୀରେ ପଳେଇବ। ଠିକ ଅଛି। ଆଉ ଗୋଟେ କଥା ଆଜ୍ଞା, ଏ ଆକ୍ଟିଭ ଫାଇବର କେତେ ଦିନ ଆଗରୁ ପ୍ରୋଡକ୍ଟ ଆସିଛି? ଆକ୍ଟିଭ ଫାଇବର ଯୋଉ ପ୍ରୋଡକ୍ଟ ଟାବଲେଟ ଅଛି, ଆଜ୍ଞା। ତାର କାମ କଥା କଣ କଣ? ତାର କାମ ହଉଛି, ଯୋଉ ଫାଇବର ରହିଲେ ଆମର ହଜମ ପ୍ରକ୍ରିୟା ଟାକୁ ବଢେଇବ। ଆମର ଯୋଉ ହଜମ ପ୍ରକ୍ରିୟା ଟା ଯାହାର ଠିକ ନାହିଁ, ସେଥିପାଇଁ ସେ ଫାଇବର ମାନେ ଆମର ଶରୀରରେ ଫାଇବର ଟିକେ ଅଧିକା ଦରକାର। ଯୋଉ ଫାଇବର ଜିନିଷଟା ଆମର ଅଲେପୁରାରେ ମହଜୁଦ ଅଛି। ସେ ଫାଇବର ଯଦି କମି ଯାଉଛି, ତାହେଲେ ହଜମ ପ୍ରକ୍ରିୟା ଟା ଠିକ ଭାବରେ ହୁଏନି। ସେ ଯୋଉ ଆମର ଯୋଉ ପେରିଷ୍ଟିସିଆଲ ଫଙ୍କସନ ୱିକ ରେ, ସେଥିପାଇଁ ଆମକୁ ଫାଇବର ଟା ଦେବା କଥା ହଜମ ପ୍ରକ୍ରିୟା ପାଇଁ। ସେଇଟା ଠିକ ଅଛି। ଆଜ୍ଞା। ଆଉ ଆଜ୍ଞା, ଏଇ ପ୍ରୋଟିନ ଟା କୋଉ କୋଉ ରୋଗୀ କି ଦେଇ ପାରିବେ, କୋଉ କୋଉ ରୋଗୀ ଦେଇ ପାରିବେନି ପ୍ରୋଟିନ?
ସେଟା ପ୍ରୋଟିନ କୁ ଆପଣଙ୍କର ଯୋଉମାନଙ୍କର ଲିଭର ପ୍ରୋବ୍ଲେମ ଥିବ ତାଙ୍କୁ ଆପଣ ହଁ ଦେଇପାରିବେ ନାହିଁ। ଆଜ୍ଞା ଆଉ ତା ପ୍ରୋଟିନ କିଡନୀ ପେସେଣ୍ଟ କୁ ଦେଇ ପାରିବେ କି ନାହିଁ? କିଡନୀ ପୁରା ସେଇଟା ଲିଭର ଯଦି ଖରାପ ଥିଲେ ଯାଇକି କିଡନୀ ଖରାପ କରିବ। ଯଦି କିଡନୀ ଆପଣଙ୍କର ପ୍ରୋବ୍ଲେମ ଅଲରେଡି ଅଛି ତାହେଲେ ହୁଁ ଆପଣ ପ୍ରୋଟିନ ସେଇ ସମୟରେ ଦେବେନି। ସେଟା ଠିକ ହେଇ ଆଜ୍ଞା ସାରିଲା ପରେ ତାକୁ ଯାଇକି ତାପରେ ଦେଇପାରିବେ ଆପଣ। ଠିକ ଅଛି ଆଉ ଚୁଟି ପାଇଁ ଯୋଉ ବାଲ ଝଡୁଛି ଆଜ୍ଞା। ଚୁଟି ସହିତ କୋଉ କୋଉ ଟାବଲେଟ ଦେବାକୁ ପଡିବ ଆଜ୍ଞା? ଆମର ଚୁଟି ପାଇଁ ସବୁଠୁ ତାରଙ୍କର ଚୁଟିଟା ତାଙ୍କର ହଜମ ପ୍ରକ୍ରିୟାଟା ଆଗେ ଦେଖନ୍ତୁ। ହଜମ ପ୍ରକ୍ରିୟା ଯଦି ଠିକ ନାହିଁ ଆପଣ ଯେକୌଣସି ପ୍ରଡକ୍ଟ ଦେଲେ ବି ଭଲ ରେଜଲ୍ଟ ମିଳିବ ନାହିଁ। କାହିଁକି ଆପଣ ଯାହା ବି ଖାଇବେ ସବୁ ପେଟକୁ ଯିବ, ପେଟରୁ ଯାଇକି ଆପଣଙ୍କର ମୁଣ୍ଡକୁ ସେ ଉଠିବ। ତେଣୁ ପେଟଟାକୁ ଆମକୁ ଠିକ ରଖିବା ପାଇଁ ପଡିବ। ସେଥିପାଇଁ ଆପଣଙ୍କର ଅଲୋଭେରା ଦେବେ କିମ୍ବା ଲିଭର ଦେବେ କିମ୍ବା ଆପଣଙ୍କୁ ସେଇଟା ଦେଖିବା ପାଇଁ ପଡିବ। ଆଉ ଏମିତି ଆପଣ ଯଦି ଏମିତି ନର୍ମାଲ ଆପଣ ଦଉଛନ୍ତି ଚୁଟି ପାଇଁ ତାହେଲେ ତେଲ ଗୋଟେ ଦେବେ। ଆମର ବାୟୋଟିନ୍ ଅଛି ବାୟୋଟିନ୍ ଦେବେ। ଆଉ ଆପଣଙ୍କର ହେୟାର ନେଲ୍ ସ୍କିନ୍ ଯୋଉଟା କ୍ୟାପସୁଲଟା ଅଛି ସେଇଟା ଆପଣ ଦେବେ। ଏ ତିନିଟା ଦେବେ ଆଉ ଭଲ ଠିକ ସାବୁନ ଅଛି ଦେବେ ଆଉ। ଠିକ ଅଛି ଠିକ ଅଛି ଧନ୍ୟବାଦ ଆଜ୍ଞା। ଆଜ୍ଞା ସାର୍ ଆମର ଯୋଉ ନୂଆ ଗୋଟେ ଆସିଛି ହେୟାର ଗ୍ରୋଥ ଟାବଲେଟ, ହଁ ସେଟା ଦେଇପାରିବେ। ହଁ ସେଟା ତାର ହରମୋନ ବାଲାନ୍ସକୁ ବି କଣ୍ଟ୍ରୋଲ କରୁଛି, ଆଜ୍ଞା ଡାଇଜେସନ କୁ ଆଜ୍ଞା ବହୁତ ପ୍ରକାର। ଆଉ ଯୋଉ ସାର୍ ରିଫାଇଣ୍ଡ ଅଏଲ ଟା ରହୁଛି ଆମର ଆକ୍ଚୁଆଲି ଯୋଉ ରାଇସ୍ ବ୍ରାଣ୍ଡ ଅଏଲ ଟା ଆକ୍ଚୁଆଲି ରିଫାଇଣ୍ଡ ଅଏଲ। ରିଫାଇଣ୍ଡ ଅଏଲ ଏଟା ଫିଜିକାଲି ରିଫାଇଣ୍ଡ ମାନେ ଆମର ତେଲ ଯଦି ଆମେ ଛାଣିବା ଆମେ ଯୋଉ ମେସିନରେ ପେଶି ଦେଲେ, ପେଶି ଦେଲା ପରେ ଫିଜିକାଲି ରିଫାଇଣ୍ଡ ହଉଛି ମାନେ ଆମର ଜାଲିରେ ଏଟା ଛଣା ହେଇଥାଉଛି। ଏଟା ସେମିତି କିଛି କେମିକାଲ ଫେମିକାଲ କିଛି ଦିଆ ହଉନି। ସେଇଥିପାଇଁ ତାହେଲେ ଏଟା ଆମର ଫିଜିକାଲ। ଆକ୍ଚୁଆଲି ସାର୍ ଯଦି ଯୋଉ ତେଲଟା ଆକ୍ଚୁଆଲି ରିଫାଇଣ୍ଡ ଅଏଲ ଟା ହାର୍ମଫୁଲ କୁହାଯାଉଛି, କିନ୍ତୁ ଆଜ୍ଞା ତା ପ୍ରତିବଦଳରେ ଯଦି ଆମେ ଯୋଉ ରହୁଛି ଆମର ରାଇସ୍ ବ୍ରାଣ୍ଡ ଅଏଲ କେବାରେ 14,000 ppm ର ସେ ଆଜ୍ଞା ତେଲ ସମସ୍ତେ ୟୁଜ କରିପାରିବେ ନାହିଁ, ସମସ୍ତେ ସେଟା ୟୁଜ ବେଟର। କରିବେ, ସମସ୍ତେ ୟୁଜ କରିପାରିବେ ଏଟା। ସେମିତି ଆଜ୍ଞା କିଛି ପ୍ରୋବ୍ଲେମ ଆଜ୍ଞା ଠିକ। ନାହିଁ।